ରିଆମା ତମର କ'ଣ ଦେହ ଭଲ ନାହିଁ କି? କ'ଣ ହେଇଛି ଦେହ? କାଲି ତ ମନ୍ଦିର ଯାଇଥିଲ, ପଞ୍ଚୁକ 5 ଦିନ ପର୍ଯ୍ୟନ୍ତ ମନ୍ଦିର ଗଲ, ପୁଣି କାହିଁକି ଜ୍ୱର ହେଇଗଲା? ତମେ ଡଙ୍ଗା କ'ଣ ଅନ୍ଧାରରୁ ଭସେଇ ଗଲ କି? ହଁ, ଡଙ୍ଗା ଭସେଇଲ। ଡଙ୍ଗାରେ କ'ଣ କ'ଣ ଦେଲ? ଡଙ୍ଗା ଆଗ ପୂଜା କଲେ, ଦୀପ ଦେଲେ, ଭୋଗ ଦେଲେ, ପୂଜା କଲେ, କାକା ମା ବଇ କହି ମୁଁ ଡଙ୍ଗାକୁ ପାଣିରେ ବସେଇଦେଲି। ତମେ କାହିଁକି ଡଙ୍ଗା ଭସେଇଲ ଜାଣିଛ ରିଆମା? ହଁ, କ'ଣ ପାଇଁ ଭସେଇଲ କହିଲ? ମାଛ ସାରା କରିଥିବାରୁ ଧର୍ମ ଡଙ୍ଗା ବସେଇଲେ। କାର୍ତ୍ତିକ ମାସ ସାରା ଧର୍ମ କରିଛ, ସେଥିପାଇଁ କାର୍ତ୍ତିକ ମାସରେ ଡଙ୍ଗା ଭସେଇଦେଲ। ଓହୋ, ବେଶୀ ପାଣିକି ଗଲ ବୋଧେ, ଆଉ ସେଥିପାଇଁ ତୁମକୁ ବହୁତ ଜ୍ୱର ହେଇଯାଇଛି ଆଜି। ହଁ, କ'ଣ ମେଡ଼ିସିନ ଖାଇଛ? ଓହୋ, ମେଡ଼ିସିନ ଖାଇଛ ନାଇଁ? ଦେହ କମିଲାଣି? ଆମେମାନେ କାର୍ତ୍ତିକ ମାସ ସାରା ମନ୍ଦିର ଯାଇ ପୂଜା କରିଛେ। ଭୋରୁ ଉଠି ଚଉରାକୁ ଧୋଇ, ଚଉରା ମୂଳରେ ଝୋଟି ମୁରୁଜ ଦେଇ ମା ବୃନ୍ଦାବତୀଙ୍କୁ ରାଧା ଦାମୋଦର ରୂପରେ ଆମେ ପୂଜା କରିଛେ। ପ୍ରାତଃରୁ ମଧ୍ୟ ମନ୍ଦିର ଯାଆନ୍ତି। ଯେଉଁ ମନ୍ଦିର ଯାଆନ୍ତି, ଲେଖା ହେଇଛି ଯେ ଆଜି ଛାଡ଼ଖାଇ ପାଳନ କରିବା। ଆଜି ଛାଡ଼ଖାଇରେ କ'ଣ ତୁମ ଘରେ ଆମିଷ କରିଛ? କାହିଁକି କରିନ? ଶନିବାର ବୋଲି ଆମିଷ କରାହେଇନି, ନହେଲେ କରାହେଇଥାନ୍ତା ନା କ'ଣ? ତମ ଘରେ ଆମିଷ ହଉନି? କାହିଁକି? ପରିବାରରେ ସମସ୍ତେ କେଶବଙ୍କର ଧାରା ନେଇଥିବାରୁ ତମ ଫ୍ୟାମିଲି ପ୍ରଭୁ କେଶବଙ୍କର ଧାରା ନେଇଛ, ସେଥିପାଇଁ ଆମିଷ ଖାଉନ। ତମେ କିଏ କିଏ ଖାଉନ? ମୋ ନାନା ଆଉ ମୋ ବାବା, ତମେ? ଆଉ ମୋ ମାମା। ମାମା ବାବା ଖାଉନାହାନ୍ତି? ବାବା ମାମା ଖାଉଛନ୍ତି? ତମେ ଆଉ ତମ ଭାଇ ଖାଉଛ? ଆମିଷ ଏତେ ଛୋଟରୁ ଛାଡ଼ିଦେଲ? ତାହେଲେ ଭଲ ପିଲା ଆଉ। କାହିଁକି ଛାଡ଼ଖାଇ କୁହାଯାଏ? ରିଆମା କ୍ୱେଶ୍ଚିନ୍ କରିଲ କାହିଁକି ଛାଡ଼ଖାଇ କରାଯାଏ ନାହିଁ କି? ଛାଡ଼ଖାଇ ମାନେ ଆମର କାର୍ତ୍ତିକ ବ୍ରତଧାରୀ ମାନେ କାର୍ତ୍ତିକ ମାସର ପ୍ରଥମ ଦିନ ଠାରୁ ଶେଷ ଦିନ ପର୍ଯ୍ୟନ୍ତ ମନ୍ଦିର ଯାଆନ୍ତି, ଧର୍ମ କାର୍ଯ୍ୟରେ ଲାଗନ୍ତି, ତାପରେ ପୁରାଣ ଶାସ୍ତ୍ର ପଢ଼ନ୍ତି, ଆମିଷ ଭକ୍ଷଣ କରନ୍ତି ନାହିଁ। କିନ୍ତୁ କାର୍ତ୍ତିକ ମାସରେ କିଛି ଜିନିଷ ସେମାନେ ଛାଡ଼ନ୍ତି, ଯେପରିକି ପିତା ଦ୍ରବ୍ୟ, କଣ୍ଟା ଜାତୀୟ ଦ୍ରବ୍ୟ, କାଙ୍କଡ଼, ପୋଇ, ବୋଇତି କଖାରୁ, ମାଟି ଜାତୀୟ ଜିନିଷ ମାନେ ଫୁଲକୋବି, ଓଲକୋବି, ଗାଜର, ବିଟ୍, ମସୁର ଡାଲି, କୋଳଥ ଡାଲି, ଏଇସବୁକୁ ଛାଡ଼ି ଦେଇଥାନ୍ତି। ସେସବୁକୁ ଛାଡ଼ି ସାରିଲା ପରେ କାର୍ତ୍ତିକ ପୂର୍ଣ୍ଣମୀ ଦିନ ସେମାନେ ଜଗନ୍ନାଥଙ୍କୁ କେହି କେହି ଦର୍ଶନ କରନ୍ତି, କେହି କେହି ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ କରନ୍ତି, ଆଉ କେହି କେହି ବି ଚଉରା ପାଖରେ ଦର୍ଶନ କରି ଚଉରା ପାଖରେ ମୁରୁଜ ଦେଇ ମା ବୃନ୍ଦାବତୀଙ୍କର ଦର୍ଶନ କରିଥାନ୍ତି। ସେମିତି କାର୍ତ୍ତିକ ମାସରେ ବହୁତ କିଛି ଜିନିଷ ସେମାନଙ୍କୁ ଛାଡ଼ିବାକୁ ପଡ଼ିଥାଏ। ଭୋର ନଦୀ ତଟକୁ ଯାଇ ଧର୍ମର ଡଙ୍ଗା ଭସେଇଥାନ୍ତି। ଭସେଇକି ଆସି ସାରିଲା ପରେ ସେମାନେ ମାସ ସାରା ଯେଉଁ ଜିନିଷ ଖାଇନଥାନ୍ତି ବା ଛାଡ଼ିଥାନ୍ତି, ସେସବୁକୁ ପୁଣି ଥରେ ଖାଆନ୍ତି। ତା ନୁହେଁ ଯେ ଆମିଷ ଛାଡ଼ିଥାନ୍ତି, ଆମିଷକୁ ଖାଆନ୍ତି ନାହିଁ। ସେମାନେ ଅଲଗା ଜିନିଷକୁ ଖାଇବା ପାଇଁ କୁହାହେଇଛି। ହେଲେ ଆମ ଲୋକ ମତରେ କୁହନ୍ତି କାର୍ତ୍ତିକ ମାସ ତ ଆମେ ଆମିଷ ଖାଇନାହୁଁ, ତେଣୁକରି ଛାଡ଼ଖାଇଟା ହେଇଛି, ଆମେ ଆମିଷ ଖାଇବୁ। ତାହା ନୁହେଁ, ତାକୁ ଛାଡ଼ିଥାନ୍ତି ସେଇ ଜିନିଷ ଖାଆନ୍ତୁ, କାରଣ ସେଇ ଜିନିଷରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ଠାରୁ ଭିଟାମିନ୍ B12 ପର୍ଯ୍ୟନ୍ତ ଅଛି। ସେସବୁ ଆମେ ତାମସିକ ଖାଦ୍ୟ ନ ଖାଇ ସାତ୍ୱିକ ଆହାର କରିବା।
ସାତ୍विକ ଆହାର କଲେ ଆମ ଦେହ ବା ଆମ ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତକର। ଦେଖି ଆମ ରିଆ ମା ଆଜି ଛାଡ଼ ଖାଇରେ କ'ଣ ଖାଉଛନ୍ତି ଟିକେ ଦେଖିବା। ଦେଖି ରିଆ ମା ତମେ କ'ଣ କ'ଣ ଖାଉଛ ଦେଖେଇଲ। apple এটা orange ଓହୋ ତମେ ଛାଡ଼ ଖାଇରେ ତାହେଲେ ଆପଲ୍ ଅରେଞ୍ଜ ଖାଇକି ତମେ ଛାଡ଼ ଖାଇ ପାଳନ କରୁଛ। ତାହେଲେ ତମେ ସବୁତକ ଭିଟାମିନ୍ ଖାଦ୍ୟ ଖାଉଛ ଆଉ ନାଇଁ। ତାହେଲେ ତମେ ଆପଲ୍ ଅରେଞ୍ଜ ଖାଉଛ ତ ଆମ ଦର୍ଶକ ବନ୍ଧୁକୁ କ'ଣ କହିବ ଆଜି ଛାଡ଼ ଖାଇରେ ସେମାନେ କ'ଣ ଖାଇ କ'ଣ କେମିତି ପାଳନ କରିବେ। ବନ୍ଧୁମାନଙ୍କ ଗୁରୁସ୍ୱାମୀ ଦେହ ଆଜି ବହୁତ ଖରାପ, ସେଥିପାଇଁ କଥା କହିବାରେ ଅସୁବିଧା କରୁଛି। ଆଜି ତ ଛାଡ଼ ଖାଏ, ଆପଣମାନେ ଆଇଁଷ ନ ଖାଇ ମୋ ପରିକା ଆପଲ୍ ଅରେଞ୍ଜ ଖାଆନ୍ତୁ। ଦେହ ପାଇଁ ପୁଷ୍ଟିକର ହେଉଛି ସାତ୍ୱିକ ଆହାର। ଆଇଁଷ ହେଉଛି ଆସୁରିକ ଆହାର। ଲୋକମାନେ ଆଇଁଷ ଖାଆନ୍ତି ନାହିଁ, ଗୋଟେ ଜୀବକୁ ମାରି ନାହିଁ, ଅଧର୍ମ କରନ୍ତୁ ନାହିଁ। ଗୋଟେ ଜୀବକୁ ମାରି ଆଇଁଷ ଖାଇବା ଏଟାକର ଧର୍ମ। ଆମକୁ କେହି ମାରିଲେ କଷ୍ଟ ହୁଏ ନା, ଆମେ ଆଉ ଗୋଟେ ଜୀବକୁ ମାରି ଏମିତି ଭକ୍ଷଣ କରୁଛେ। ଆପଣମାନେ ଭଲ ଭାବରେ କରନ୍ତୁ। ଆପଣମାନଙ୍କୁ ଅନୁରୋଧ କରନ୍ତୁ ନାହିଁ, ଆଇଁଷ ଖାଣ ନାହିଁ। ଆପଣମାନଙ୍କୁ ସେମାନଙ୍କର କରିବେ ହେଉଛି ଗୁରୁସ୍ୱାମୀ।